ଚାଲନ୍ତୁ ଆଜି ଶୁଣିବା ଏକ ନୂତନ ଗଳ୍ପ। ଗଳ୍ପଟିର ଶୀର୍ଷକ ହେଉଛି ଡର। ରାତି 8ଟାରେ ଝିଅଟି ବସ୍ରୁ ଓହ୍ଲାଇଲା। ଜାନୁଆରୀର ହାଡ଼ଭଙ୍ଗା ଶୀତରେ ଘୁମେଇ ପଡ଼ୁଛି ସହର। କାଁ ଭାଁ ଲୋକଙ୍କ ଚଳାଚଳ। ଜୁମାପଡ଼ା ଛୋଟ ଷ୍ଟେସନଟିଏ। ବସ୍ ମଧ୍ୟ ସେଠାରେ ରହି ସକାଳେ ପୁଣି ଫେରିବ ସଦର ମହକୁମାକୁ। ପ୍ରାୟ ସବୁ ଦୋକାନ ବନ୍ଦ ଥିଲା। କେବଳ 2ଟି ଖୋଲା ଥିବା ପାନ ଦୋକାନର ଧାରେ ଧାରେ ଧିମା ଆଲୋକ ପଡ଼ୁଥିଲା ରାସ୍ତାରେ। 2-3ଟି ଜାଗାରେ ନିଆଁ ଜାଳି କେତୋଟି ଲୋକ ନିଜ ନିଜ ଭିତରେ ଗପସପର ପସରା ମେଲିଥିଲେ। ବସ୍ରୁ ମାଟିରେ ପାଦ ଦେବା କ୍ଷଣି ସମସ୍ତଙ୍କର ଆଖି ଚାଲିଗଲା ତାର ଉପରକୁ। ଝିଅଟି ଶୀତ ସହ ଭୟରେ ମଧ୍ୟ ଥରୁଥିଲା। ବସ୍ର 4 ଜଣ ଯାତ୍ରୀଙ୍କ ମଧ୍ୟରେ ସେ କେବଳ ମହିଳା। ଦେହରେ ସ୍ୱେଟର, ପୁଣି ତା ଉପରେ ଶାଲ। ମୁଣ୍ଡ ଓ ମୁହଁକୁ ଶାଲରେ ଭଲ ଭାବରେ ଘୋଡ଼େଇ ନଜର ପକେଇଲା ଚାରିଆଡ଼କୁ। "ତମେ ସୁଲତା?" ହଠାତ୍ ପଛରୁ ପୁରୁଷ କଣ୍ଠସ୍ୱର ଶୁଣି ସେ ଚମକି ପଡ଼ିଲା। 30-32 ବର୍ଷ ହେବ ଲୋକଟିଏ ତାକୁ ହିଁ ପଚାରୁଥିଲା। ତା ବେଶ ପୋଷାକ ଦେଖି ଗାଡ଼ିର ଡ୍ରାଇଭର ବୋଲି ସେ ଜାଣିଲା। "ହଁ" ଛେପ ଗିଳି ବହୁ କଷ୍ଟରେ ତା ମୁହଁରୁ ଏତକ ବାହାରିଲା। ତାକୁ ଅନୁସରଣ କରିବାକୁ ସଙ୍କେତ ଦେଇ ଲୋକଟି ଆଗେଇଲା। ଆଗେ ଆଗେ ସେ ଆଉ ତାର ପଛେ ପଛେ ନିଜେ ଚାଲୁଥିଲା। କିଛି ଦୂରରେ ଛିଡ଼ା ହୋଇଥିବା କାରର ପଛ ସିଟ୍ର କବାଟ ତା ପାଇଁ ଖୋଲି ନିଜେ ଗାଳି ଚଢ଼େଇଲା। ଝାପ୍ସା ଆଲୁଅ ଓ ଅନ୍ଧକାରର ଛାତି ଚିରି କାରଟି ଆଗେଇ ଯାଉଥିଲା। ଷ୍ଟେସନ ଡେଇଁ ମାଟି ରାସ୍ତା ଧରିଲା ଗାଡ଼ି। ବାହାରେ ଆଖିର କଜଳଠାରୁ ମଧ୍ୟ ଆହୁରି ଗାଢ଼ ଅନ୍ଧକାର। ତାକୁ କିଛି ଦିଶୁ ନଥିଲା। ଝିଙ୍କାରୀମାନଙ୍କର ଝି ଝି ଶବ୍ଦ ତା ଭିତରର ସ୍ନାୟୁତନ୍ତ୍ରୀକୁ ଆଘାତ କରୁଥିଲେ। ବାହାରର ଅନ୍ଧାର ସହ ବର୍ତ୍ତମାନର ସ୍ଥିତି ମିଶି ତାର ଚିନ୍ତା ଶକ୍ତିକୁ ଖାଇ ଯାଉଥିଲେ ଯେପରି। ହଁ, ସେ ଝରଣା। ଆଜି ପାଇଁ କିନ୍ତୁ ସେ କେବଳ ସୁଲତା। ମେସର ଚାରିକାନ୍ଥ ଡେଇଁ ଅଚିହ୍ନା ଜାଗା ଓ ଅପରିଚିତ ମଣିଷ ପାଖକୁ ସେ ଯାଉଛି ସୁଲତାର ଆବରଣରେ। ତାର ମନ ମସ୍ତିଷ୍କରେ ଝାପ୍ସା ଝାପ୍ସା ହୋଇ ଅନେକ ଚେହେରା ଭାସି ଆସୁଥିଲେ। ମନେ ପଡ଼ୁଥିଲା ଫୋନରେ କାକାଙ୍କ ଆକୁଳ ନିବେଦନ। "ମାରେ, ବହୁତ ଚେଷ୍ଟା କରି କେବଳ 20,000 ଯୋଗାଡ଼ କରିପାରିଲି। ଏତେ କମ୍ ସମୟ ଭିତରେ ଗାଁର ଜମି ମଧ୍ୟ ବିକ୍ରି ହୋଇପାରିଲା ନାହିଁ। ଯେମିତି ହେଲେ ସୁବିଧା କରି 20,000 ପଠା। କାହାଠୁ ଧାର କର, କିନ୍ତୁ ଟଙ୍କା ପଠା। ପୁରା 40,000 ମାଗୁଛି। ନର୍ସିଂ ହୋମର ଡାକ୍ତର। 2 ଦିନ ଭିତରେ ଅପରେସନ ନ ହେଲେ ତୋ ମା ମରିଯିବ। ତା ହାତରେ ଅଛି ଆଜି ଗୋଟିଏ ଦିନ, କାଲି ସକାଳୁ ଅପରେସନ।" ଆଖି ସାମ୍ନାରେ ଭାସି ଆସୁଛି ଶୂନ୍ୟ କପାଳ, ରଙ୍ଗଛଡ଼ା ଶାଢ଼ି ସହ ଜୀବନ ଯୁଦ୍ଧରେ ବାରମ୍ବାର ହାରି ଯାଉଥିବା ମାର ଚିତ୍ର। 10 ବର୍ଷିଆ ଭାଇର ଆଶାଭରା ଆଖି ଆଉ ନିଜ ଗୋଡ଼ରେ ଠିଆ ହୋଇ ପରିବାରକୁ ବଞ୍ଚେଇବାର ତାର ନିଜର ସ୍ୱପ୍ନ। ଟଙ୍କା ପାଇଁ ତାର ଅସହାୟତା ତାକୁ ଅନ୍ୟମନସ୍କ କରିଦେଇଥିଲା କାଲି ଦିନସାରା। ତାର ଅସହାୟତାକୁ ପଢ଼ି ନେଇଥିଲା ତା ପାଖ କୋଠରୀରେ ରହୁଥିବା ଭାବନା। ତା ପ୍ରଶ୍ନରେ ସେ ଲୁଚେଇ ପାରି ନଥିଲା କିଛି। କୋହଭରା କଣ୍ଠରେ ଖୋଲି ଦେଇଥିଲା ତାର ହୃଦୟର ବ୍ୟଥାକୁ। 20,000 ପୁଣି ଗୋଟିଏ ଦିନରେ? ଏ ଅପରିଚିତ ସହରରେ ଏହା ଦିବାସ୍ୱପ୍ନ ପରି କଥା ଝରଣା। ତୋ ପରି ମୁଁ ମଧ୍ୟ ନିମ୍ନ ମଧ୍ୟବିତ୍ତ ପରିବାରର। ବୁଝିପାରୁଛି ତୋ ଯନ୍ତ୍ରଣା, ତୋ ଅସହାୟତା। ଅବଶ୍ୟ ରାସ୍ତାଟିଏ ଅଛି, ତୁ ଚାହିଁଲେ ହେଲା। "କ'ଣ?" ଅଜସ୍ର ଉତ୍ସୁକତା ଖେଳି ଯାଇଥିଲା ଝରଣା ଆଖିରେ। "ତୁ କ'ଣ ତୋ ମାର ଜୀବନ ବଦଳରେ ଗୋଟିଏ ରାତି ବିକି ପାରିବୁ ନିଜକୁ? ଯଦି ହଁ, ତାହେଲେ 30,000 ଟଙ୍କାର ବ୍ୟବସ୍ଥା ମୁଁ କରିଦେବି। ମାର ଚିକିତ୍ସା ଖର୍ଚ୍ଚ ସହ ତୋର ପରୀକ୍ଷା ଫିସ୍ ଓ ମେସ୍ ଖର୍ଚ୍ଚ ମଧ୍ୟ ବାହାରିଯିବ। ନାଁ ପରିଚୟ ଗୋପନ ରହିବ। ଦେଖ, ବିଚାର କରି କହ ମୋତେ," କହିଥିଲା ଭାବନା। ମାର ଜୀବନ ଆଉ ତାର ଆଦର୍ଶ ଯୁଦ୍ଧରେ ଜୀବନ ଜିତିଗଲା। 2 ଘଣ୍ଟାର ବସ୍ ଯାତ୍ରା ପରେ ପହଞ୍ଚିଛି ସେ ଏ ସହରରେ। ରାସ୍ତାର ମଝିରେ ଛୋଟ ଛୋଟ ଗାଁ। ଶୀତ ଦିନର ରାତି ଯୋଗୁଁ ଜନମାନବ ଶୂନ୍ୟ ହୋଇଯାଇଛି ଚାରିଦିଗ।
ହାତ କାରର ବ୍ରେକ୍ରେ ତା ମୁଣ୍ଡ ପିଟି ହେଲା ସାମ୍ନା ସିଟ୍ରେ। ଆଗରେ ରାଜମହଲ ପରି ଘର, ବିଜୁଳିର ଆଲୋକରେ ରାତିରେ ମଧ୍ୟ ଦିନର ଭ୍ରମ ସୃଷ୍ଟି ହେଉଛି। ବାହାରେ ପ୍ରକାଣ୍ଡ ଗେଟ୍, ଗାଁଠାରୁ ଦୂରରେ ରହିଛି କୋଠାଟି। ଘର ଭିତରେ ପାଦ ଦେବା ଆଗରୁ କମ୍ପିତ କଣ୍ଠରେ ସେ ଫିସ୍ କଥା ମନେ ପକାଇଦେଲା ଡ୍ରାଇଭରକୁ। ଠିକଣା ଜାଗାରେ ତମେ ଦେଇଥିବା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ସାରିଛି। ଆକାଉଣ୍ଟ ଚେକ୍ କରି ମୋବାଇଲକୁ ଗାଡ଼ିରେ ରଖ, ଗଲାବେଳେ ନେବ। ତାର ପ୍ରଶ୍ନରେ ଲୋକଟିର ରୋକଠୋକ ଜବାବ ମିଳିଲା ତାକୁ। ଝରଣା ଆଗେଇ ଯାଉଥିଲା ଭିତରକୁ। ତା ପାଦ ସହ ତା ଛାତିର ହୃତ୍ସ୍ପନ୍ଦନ ତାଳ ଦେଇ ଥରୁଥିଲେ। ସେ ତାହା ସ୍ପଷ୍ଟ ଶୁଣି ପାରୁଥିଲା। ଡରରେ ତା ଦୁଇ ହାତର ପାପୁଲି ଝାଳରେ ଓଦା ହୋଇ ସାରିଥିଲା। ଶରୀର ଭିଜି ସାରିଥିଲା ଅନେକ ବେଳୁ। ସମ୍ପୂର୍ଣ୍ଣ ଘର ଭିତରେ ନୀରବତାର ରାଜତ୍ୱ। କଳା ରଙ୍ଗର ଚନ୍ଦାମୁଣ୍ଡିଆ ମଣିଷଟିଏ ବିଭତ୍ସ ହସ ଓ ମଦର ଦୁର୍ଗନ୍ଧ ସହ ସ୍ୱାଗତ କଲା ତାକୁ। ମାନସିକ ଭାବରେ କ୍ଳାନ୍ତ ହୋଇ ସାରିଥିବା ଝରଣା ବସି ପଡ଼ିଲା ସାମ୍ନା ସୋଫାରେ। ଥର ଥର କଣ୍ଠରେ ସେ ପିଇବାକୁ ପାଣି ମାଗିଲା। ସେ ଡ୍ରାଇଭର ହିଁ ତାକୁ ପାଣି ପିଇବାକୁ ଦେଲା। କିଛି ଖାଇବ କି ବୋଲି ପଚାରିଲା ମଧ୍ୟ। ବୋଧହୁଏ ସେ ଘରେ କେବଳ ଏଇ 2 ଜଣ ଥିଲେ। ଏଥର ସେ ଡ୍ରାଇଭରକୁ ଭଲ ଭାବରେ ଦେଖିଲା। ଯନ୍ତ୍ର ପରି ମାଲିକର ଆଦେଶ ପାଳନ କରୁଛି ଲୋକଟି। ବିଶ୍ୱସ୍ତ ନାମକ ଗୁଣଟି ତା ଦେହରେ ଖୁନ୍ଦି ହୋଇ ରହିଛି ଯେପରି। କିଛି ସମୟ ପରେ ପାଖ କୋଠରୀରୁ ଅତି କର୍କଶ ଭାବରେ ଶ୍ରୀଧର ନାମକ ଡ୍ରାଇଭର ପାଇଁ ଡାକରା ଆସିଲା। ତା ନମ୍ର ଆଖି ଓ ହାତ ତାକୁ ଦେଖାଇ ଦେଲା ସେ କୋଠରୀକୁ। ନୀରବରେ ମୁଣ୍ଡ ତଳ କରି ଝରଣା ପଶିଲା ଭିତରେ। ସେ ଲୋକଟିର ଆଖିରେ ଫୁଟି ଉଠୁଥିଲା କାମନାର ଜ୍ୱଳନ୍ତ ଅଗ୍ନି। ସେ ଅଗ୍ନି ମାଡ଼ି ବସିଲା ତା ଉପରେ। ତା ଶରୀରର ବସ୍ତ୍ର ସହ ତା କୁମାରୀପଣ ଖୋଳୁଥିଲା ପରସ୍ତ ପରସ୍ତ ହୋଇ। ମରିଯାଉଥିଲା ତାର ଆତ୍ମା, ଶରୀର, ମନ ଓ ହୃଦୟ। କ୍ଷତାକ୍ତ ଶରୀରର ଯନ୍ତ୍ରଣାକୁ ଓଠ ଚାପି ସେ ହଜମ କରୁଥିଲା। ତା କଷ୍ଟ, ଅସହାୟତା ବହୁଥିଲା ଆଖି ଲୁହ ହୋଇ। ତା ଚାରିଆଡ଼ ଅନ୍ଧକାର ଦିଶୁଥିଲା କେବଳ। ହଠାତ୍ ଜୋର ଜୋରରେ କବାଟ ପିଟା ଶବ୍ଦରେ ଚମକି ସେଠ ଛାଡ଼ିଦେଲା ତାକୁ। ବାହାରେ ନାରୀ କଣ୍ଠର ଭୟଙ୍କର ଚିତ୍କାର ଓ ଅଶ୍ରାବ୍ୟ ଗାଳିରେ ଦୋହଲି ଯାଉଥିଲା ଘର। ନିଦରୁ ଉଠିଗଲା ରାତି। ଗର୍ଜନ ଶୁଣି ବସା ଛାଡ଼ି ଉଡ଼ି ଯାଉଥିଲେ ପକ୍ଷୀ। ଝିଅ ଘରୁ ଆଜି ତ ଆସିବାର ନଥିଲା, କେମିତି ଆସିଗଲା? ବିକଳ ହୋଇ ପ୍ରଳାପ କରୁ କରୁ ସେଠ ଡରରେ ଥରୁଥିଲା ବରଡ଼ା ପତ୍ର ପରି। କିଛି ସମୟ ଆଗରୁ ତାର ପ୍ରଦର୍ଶିତ ପୌରୁଷ ଉଭେଇ ସାରିଥିଲା କେଉଁଆଡ଼େ। ଝରଣାର ଶରୀର ଭାଙ୍ଗି ସାରିଥିଲା। ଜଳୁଥିଲା କ୍ଷତାକ୍ତ ବକ୍ଷୋଜ। ବହୁତ କଷ୍ଟରେ ଠିଆ ହେଲା ସେ। ଶରୀରକୁ ପୋଷାକରେ ଢାଙ୍କି କବାଟ ଖୋଲିଲା। ତାକୁ ଠେଲି ଭିତରକୁ ପଶିଲା ସେଠର ପୃଥୁଳାକାୟ ପତ୍ନୀ। ଘର ଭିତରୁ ଶୁଭୁଥିଲା ମାଡ଼ର ଶବ୍ଦ ଆଉ 2 ସ୍ୱାମୀ ସ୍ତ୍ରୀଙ୍କ ମିଳିତ ଚିତ୍କାର। ପାଖ ସୋଫା ପାଖରେ ନିଶ୍ଚଳ ଭାବରେ ଛିଡ଼ା ହୋଇ ସେ ସବୁ ଶୁଣୁଥିଲା। ଭୟରେ ଛାତି ଭିତର ଥରୁଥିଲା ଅସମ୍ଭବ ଭାବରେ। କିଛି ଦୂରରେ କବାଟ ପାଖରେ ଶ୍ରୀଧର ମଧ୍ୟ ମୁଣ୍ଡ ପୋତି ଚୁପଚାପ ଠିଆ ହୋଇଥିଲା। ଏ ନିମକ ହାରାମ, କେବେଠୁ ମାଲିକ ନୌକର ମିଶି ପାଲା ଚଳେଇଛରେ? ପାଖକୁ ଆସି ଡ୍ରାଇଭରର ଗାଲରେ ଗୋଟିଏ ଶକ୍ତ ଚାପୁଡ଼ା ଦେଲା ସେଠର ପତ୍ନୀ। ଆଉ ଏ ଟୋକୀ, ତୋତେ ମଧ୍ୟ ଲାଜ ନାହିଁ? ଟଙ୍କା ପାଇଁ ଧନ୍ଦା କରୁଛୁ? ଛି ତୋତେ! ତା ମୁହଁରୁ ଗାଳି ସହ ଛେପ ପଡୁଥିଲା ତା ଉଦ୍ଦେଶ୍ୟରେ। ଏ ଶ୍ରୀଧର, ପ୍ରଥମେ ବାହାର କର ଏ ବେଶର୍ମାକୁ ମୋ ଘରୁ ଏବେ। ତାପରେ ତମମାନଙ୍କୁ ମୁଁ ପରେ ଦେଖିବି। ଲାଜ ନାହିଁ ଏ ବୁଢ଼ା ମଣିଷକୁ? ନିଜ ଝିଅ ବୟସର ଟୋକେଇକୁ ଡକେଇ ରାସଲୀଳା ଚଳେଇଛି। ଆଜି ଖବର ପାଇଲି ବୋଲି, ନହେଲେ ଏସବୁ କେତେ ଦିନ ଚାଲିଥାନ୍ତା କେଜାଣି? ଇଜ୍ଜତ ମହତକୁ ଏ ଲୋକର ଡର ଥିଲେ କରନ୍ତା ଏ ପାପ। ଏତକ କହି ସେ ପୁଣି ଥରେ ତା ଆଡ଼କୁ ବଡ଼ ବଡ଼ ଆଖିରେ ଅନେଇ ପଶିଗଲା ଅନ୍ୟ ଏକ କୋଠରୀକୁ। ଶ୍ରୀଧରର ପଛେ ପଛେ ଘରୁ ବାହାରି ଆସୁଥିବା ଝରଣାର ମନେ ପଡ଼ୁଥିଲା ଭାବନାର କଥା। ଦେଖ ଝରଣା, ପୋଲିସ, ମନ୍ତ୍ରୀ ସେଠର ହାତ ମୁଠାରେ। ସମାଜରେ ଭଦ୍ରବ୍ୟକ୍ତି ବୋଲି ତା ନାଁ ଅଛି। ତୋ ଇଜ୍ଜତ ଅପେକ୍ଷା ତା ଇଜ୍ଜତ 100 ଗୁଣ ଅଧିକା। ସେ ତାକୁ ହିଁ ଡରେ, ତେଣୁ ତୁ ଜମା ଡରିବୁନି। ଏକ ଭୟଙ୍କର ସ୍ୱପ୍ନ ପରି ଘଟି ସାରିଥିଲା ଘଟଣାଟିଏ ବାସ୍ତବ ହୋଇ। ଜୀବନର ସେ ଅନ୍ଧକାରକୁ ସେହି ଘରରେ ଛାଡ଼ି ଆଲୋକ ଆଡ଼କୁ ଝରଣାର 2 ପାଦ ବଢ଼ୁଥିଲା। ଗଳ୍ପଟି ବର୍ତ୍ତମାନ ଏତିକିରେ ଶେଷ ହେଲା। ଯଦି ଆପଣମାନଙ୍କୁ ମୋ ଗଳ୍ପଟି ଭଲ ଲାଗିଥାଏ ନିଶ୍ଚିତ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଭିଡ଼ିଓକୁ ଲାଇକ୍ କରିବେ ଏବଂ ସେୟାର କରିଦେବେ।
ଯାହାଫଳରେ ନୂଆ ନୂଆ ଭିଡ଼ିଓ କରିବା ପାଇଁ ମୋତେ ଇନ୍ସପାଇରେସନ୍ ମିଳିବ।